ବଲାଙ୍ଗୀର ଜିଲ୍ଲାରେ ରବି ଧାନ କିଣାର ଶୁଭାରମ୍ଭ। ବଲାଙ୍ଗୀର ଜିଲ୍ଲାରେ ରବି ଧାନ କିଣା ଚଳିତ ବର୍ଷ ପାଇଁ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟିର ନିଷ୍ପତ୍ତି ଅନୁସାରେ ଆଜିଠାରୁ ଆରମ୍ଭ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ଆଜି ବଲାଙ୍ଗୀର ଉପଖଣ୍ଡ ଅନ୍ତର୍ଗତ ଭାଲେର ପ୍ରାଥମିକ କୃଷି ସମବାୟ ସମିତି ଠାରେ ରବି ଧାନ କିଣାର ଶୁଭାରମ୍ଭ କରିଛନ୍ତି। ବଲାଙ୍ଗୀର ଜିଲ୍ଲାରେ ଚଳିତ ମଇ ମାସ 23 ତାରିଖ ଠାରୁ 112 ଗୋଟି ପ୍ରାଥମିକ କୃଷି ସମବାୟ ସମିତି ଓ 10 ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମୁଦାୟ 122 ଗୋଟି ଧାନ କ୍ରୟ କେନ୍ଦ୍ର ଜରିଆରେ ପଞ୍ଜୀକୃତ ଚାଷୀମାନଙ୍କ ଠାରୁ ରବି ଧାନ କ୍ରୟ କରାଯିବ। ଏହି ଧାନ କିଣା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ, ସମବାୟ ସମିତି ଉପ ନିବନ୍ଧକ ପ୍ରମୋଦ କୁମାର ବରିହାଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଜି ଆମ ବଲାଙ୍ଗୀର ଜିଲ୍ଲାର ଆଜି ଆମ ରବି ଧାନ କିଣା ପ୍ରକ୍ରିୟା ଆଜି ଆରମ୍ଭ ହୋଇଛି। ଆଜି ଆମେ ଭାଲେରରେ ଭାଲେର ପଞ୍ଚାୟତର ଆମେ ପ୍ୟାକ୍ ସେଣ୍ଟରରେ ଅଛୁ। ଏଠି ଆମେ ସବୁ ବିଧି ପ୍ରକାର ଆମେ ଷ୍ଟାର୍ଟ କରିଛୁ। ଆଜିଠୁ ଆମ ଜିଲ୍ଲାର ଯେଉଁ ଟାର୍ଗେଟ୍ ରହିଛି 11,000 ଫାର୍ମର୍ସଙ୍କ ତାଙ୍କର ଯେଉଁ ପାଖାପାଖି 3 ଲକ୍ଷ କୁଇଣ୍ଟାଲ ଆମର ଧାନ କିଣିବାର ଅଛି ଏ ବର୍ଷ। ସେ ଆଧାରରେ ଆଜି ଆମେ ଏଠି ଆଜି ଆରମ୍ଭ କରିଛୁ। ଆଉ ଧାନ କିଣା ସ୍ୱଚ୍ଛତା ପାଇଁ ଆମେ ସବୁ ପ୍ରକାର ଏଇ ପ୍ରକ୍ରିୟା ଆମେ କରିବୁ, ଫଲୋ କରିବୁ। ସେଥିପାଇଁ ଆମର ସବୁ ଇନଷ୍ଟ୍ରୁମେଣ୍ଟ ବି ଅଛି। ଇନଷ୍ଟ୍ରୁମେଣ୍ଟ ନେଇକି ସେମାନେ ତାର ଫିଲ୍ଟରେସନ୍ କରିବେ ଏବଂ ଠିକ୍ କ୍ୱାଲିଟି ଏଫେକ୍ଟିଭ୍ ମାନର ଧାନ କିଣା ହେବ।